ଓଡ଼ିଆ ଯାତ୍ରା ନାଟ୍ୟକଳାର ଦୃଶ୍ୟ ରୂପାୟନ କୌଶଳ। ଭ୍ରମଣପ୍ରିୟ ନାଟ୍ୟ ଅନୁଷ୍ଠାନ ହେଉଛି ଓଡ଼ିଆ ଯାତ୍ରା। ସ୍ଥାନକୁ ସ୍ଥାନ ବୁଲି ବୁଲି ଓଡ଼ିଆ ଯାତ୍ରାକୁ ପରିବେଷଣ କରାଇବା, ଉପସ୍ଥାପିତ, ଆୟୋଜିତ କରାଯାଇଥାଏ। ନୃତ୍ ଧାତୁରୁ ଉତ୍ପତ୍ତି ନାଟକ ଏକ କଳା ବା ଆର୍ଟ ବା କୌଶଳରେ ପରିଣତ ହୋଇସାରିଅଛି। ବୈଦିକ ଯୁଗରୁ ନାଟ୍ୟକଳାର ଉତ୍ପତ୍ତି। ଦେବଲୋକରେ ଅପ୍ସରାମାନଙ୍କର ନୃତ୍ୟକାରିତା ହିଁ ଏହି ନାଟ୍ୟକଳା। ଆମୋଦ ପ୍ରିୟତାର ମନୋଭାବ ଦେବଲୋକ ଏବଂ ନରଲୋକ ଉଭୟଠି ଅଛି। ତେଣୁ ଉଭୟଠି ନାଟ୍ୟକଳାର ଉପସ୍ଥିତି ରହିଛି, ଯେଉଁଥିପାଇଁ ନାଟ୍ୟକଳାର ସୃଷ୍ଟିକୁ ବୈଦିକ ଯୁଗରୁ ଉତ୍ପତ୍ତି ହୋଇ ଆସିଛି ବୋଲି କୁହାଯାଇଅଛି। କଳା ବା ଆର୍ଟ କରିବାର କୌଶଳ, ଉପାୟ ବା ଟେକ୍ନିକ୍, ଅର୍ଥାତ୍ କୋଉ ଉପାୟରେ କାମ କାର୍ଯ୍ୟ କଲେ କରିବାଟା ସଫଳ ହେବ, ପ୍ରଶଂସାଯୋଗ୍ୟ ବୋଲାଇବ, ମନକୁ ଆନନ୍ଦ ଉତ୍ସାହ ପ୍ରଦାନ କରିବାର ନାମ ଆର୍ଟ ବା କଳା। କଳା ପୋଖତକରଣ ବିଦ୍ୟା। ଏହା ସମସ୍ତଙ୍କ ଦ୍ୱାରା ସାଧିତ ହୋଇପାରି ନଥାଏ। ସଭିଙ୍କର ବୁଦ୍ଧି କଳାକୁ ସହଜରେ କଳ୍ପନା ନେତ୍ରରେ ଦେଖିପାରି ନଥାଏ। ଏହା ଲୁପ୍ତ, ସଂଗୁପ୍ତ ବା ଗୋପନୀୟ ବୋଲି ମନର ଭିତରେ ଥାଏ ବୋଲି କଳା ବା ଅନ୍ଧାର ନାମ ଧରିଅଛି। ମନ ଭିତରୁ ବାହାରି ଆସି ରୁଚିର ରୀତିରେ ପ୍ରକାଶିତ ହୋଇଥାଏ, ବାହାରକୁ ଦେଖାଇଥାଏ, ତେବେ ଯାଇ ବାହାବା ପାଇଥାଏ। ଯଦି ଦ୍ରଷ୍ଟା ବା ଦେଖିବାକାରୀର ମନପସନ୍ଦର ମର୍ଯ୍ୟାଦା ପାଏ। ମନର ରୁଚି ବା ଆଗ୍ରହ ନେଇକି କଳା ସୁରୁଚି ଏବଂ କୁରୁଚି ସମ୍ପନ୍ନ ହୋଇଥାଏ। କଳା ଜୀବନର ଅବସ୍ଥିତି, ଜୀବନର ପରିଚାଳକ। ଜୀବନକୁ ଏହା ଶୃଙ୍ଖଳିତ ରୀତିରେ ଚଳାଏ, ପରିଚାଳିତ କରାଏ। ଏହା ସତ୍ ମାର୍ଗଗାମୀ। କଳା ସର୍ବଦା ପ୍ରଭାବରେ ଆସେ। ତାହା ସୁ ଏବଂ କୁ ଯାହା ବି ହୋଇଥାଇପାରେ। କର୍ତ୍ତାର ମନୋଭାବ ଉପରେ କଳାର ପ୍ରକାଶ ନିର୍ଭର କରେ। କର୍ତ୍ତା ଯେଭଳି ମନର, ତାର ଅଭିବ୍ୟକ୍ତ କଳା ସେହିପରି ହୋଇଥାନ୍ତି। ହେଲେ ଦୋଷ କଳାକୁ ହିଁ ଦିଆଯାଇଥାଏ। କାରଣ ଯେତେବେଳେ କଳା ଦୋଷ ପାଏ, ସେଇଠି ବ୍ୟକ୍ତି ବା କଳାର କର୍ତ୍ତା ବା କରିବାକାରୀ ନଥାଏ। ସେ ଲାଗି କଳା ଦୋଷଦୁଷ୍ଟ ହୋଇଥାଏ। ତେବେ କଳାକୁ ଦୋଷ ଦେବା ପୂର୍ବରୁ ଦ୍ରଷ୍ଟା ବା ଦେଖିବାକାରୀ ପ୍ରଥମେ ମନରେ ଭାବିବା ଦରକାର କି ବିଶ୍ରୀ ବା କୁତ୍ସିତ କଳା ପ୍ରକରଣ ପଛରେ ନିହିତ ବା ରହିଥିବା ହେତୁ ବୋଧଟିରେ ମଣିଷର ନିଜସ୍ୱ ଜୀବନ ଅତିବାହିତର ନକାରାତ୍ମକ ଅବସ୍ଥିତି ବିଦ୍ୟମାନ ଥିବାରୁ କଳା କୁରୁଚିପୂର୍ଣ୍ଣ ହେଲା, ନହେଲେ ହୋଇ ନଥାନ୍ତା। କଳାର ସ୍ରଷ୍ଟା ସୃଷ୍ଟିକାରୀ ପ୍ରକୃତରେ ମଣିଷ ନୁହେଁ, ବିଶ୍ୱନିୟନ୍ତା ପ୍ରଭୁ ଭଗବାନ। ସେ ହିଁ ମଣିଷ ମନରେ ପ୍ରଥମେ କଳାର କୌଶଳ ଭରିଲେ। କଳା ଉତ୍ପନ୍ନ ଉପୁଜାଇବାକୁ ମନ ଭିତରେ ଅଶ୍ରୁତ ସ୍ୱରରେ କରିବାରୁ ହିଁ କଳା ସୁଚିର ଏବଂ କୁରୁଚିର ହେଲା। କାରଣ ଅଲ୍ଲାହ ଦିବ୍ୟ ପବିତ୍ର, ତାଙ୍କ ପ୍ରବର୍ତ୍ତିତ ପ୍ରଣୀତ କୋରାନରେ କହିଛନ୍ତି, ସବୁ କାମର ପରିଣତି ତଥା ଫଳାଫଳ ଶେଷରେ ଅଲ୍ଲାହଙ୍କ ପାଖକୁ ଯାଏ। ମୁଁ ଅଲ୍ଲାହ ଯାହାକୁ ଚାହେଁ ସତ୍ ମାର୍ଗଗାମୀ କରାଏ ଏବଂ ଯାହାକୁ ଚାହେଁ ଅସତ୍ ମାର୍ଗଗାମୀ କରାଏ। ଅଲ୍ଲାହ ଯାହା ଚାହେଁ କରେ। ଅଲ୍ଲାହ ପ୍ରତ୍ୟେକର ଦୁଇଟି କରି ଯୋଡ଼ା ବା ହଳ ସୃଷ୍ଟି କରିଅଛି। ଏବେ ମଣିଷ ଯାହାକୁ ଚାହେଁ ଆପଣେଇ ନେଇପାରେ। ମଣିଷ କ'ଣ ଆପଣେଇ ନେବ, ଯୋଉ ପର୍ଯ୍ୟନ୍ତ ଅଲ୍ଲାହ ନ ଚାହିଁଅଛି। ମଣିଷ ମୋର କାବୁ କବଳରେ ଅଛି। ତଥାପି ଅଲ୍ଲାହ ମଣିଷକୁ ଦୋଷ ଦେଉଛନ୍ତି କି? ମଣିଷର ନିଜର କ'ଣ ବୁଦ୍ଧି ନାହିଁ? ଏଇଠି ପ୍ରଶ୍ନ ଉଠୁଛି, ମଣିଷର ବୁଦ୍ଧି କ'ଣ ଅଲ୍ଲାହର ଆୟତ୍ତରେ ନାହିଁ? ନା ତାହା ବି ଏକ ସଂଶୟାଚ୍ଛନ୍ନ ବ୍ୟାପାର? ଠିକ୍ ଏଇଠି ଅଲ୍ଲାହ ନିଜେ କହିଛନ୍ତି, ହେ ମଣିଷ, ତୁ ମୋଠାରୁ ଆଗାନା, ଯେହେତୁ ସୀମା ଟପାକାରୀ ମୋତେ ପସନ୍ଦ ନୁହନ୍ତି। ଅଲ୍ଲାହ ବଜାରୀ କଥାର ବା ଖରାପ କଥାର ପରାମର୍ଶ ଦିଏନା। ନିଜେ ସିନା ଦେଇନାହିଁ, ହେଲେ ନିଆଁରୁ ଶଇତାନକୁ ସୃଷ୍ଟି କରି ତାକୁ ଆଦମକୁ ସମ୍ମାନ ପ୍ରଦର୍ଶନର ମୁଣ୍ଡିଆ ନ ମାରିବାର ଦୋଷ ଅପରାଧରେ ସ୍ୱର୍ଗରୁ ତଡ଼ି ଦୁଷ୍ଟ ପାଜି କରିଦେଇ ପୁଣି ମଣିଷକୁ ପଥଭ୍ରାନ୍ତ ପଥହୁଡ଼ା କରାଇବାର ଅନୁମତି ବି ଦେବାର ପଛରେ ଖୋଦାର
ରହିଥିବା ଉଦ୍ଦେଶ୍ୟ ଏହାକି ଶୈତାନ ଜରିଆରେ ମଣିଷକୁ ଗୁମରାହ ବା ବାଟହୁଡ଼ା କରାଇବାର ଦୋଷରେ ମୁଁ ଆଲ୍ଲାହ ମଣିଷକୁ ନର୍କଗାମୀ କରାଇବି। ମୁଁ ନିଜେ ସିନା ଭଲ, ହେଲେ ଶୈତାନ ଭଲ ନୁହେଁ। ସେ ମଣିଷର ଚିରଶତ୍ରୁ। ମଣିଷ ଶୈତାନର ପ୍ରଲୋଭନରେ ସହଜରେ ଚାଲିଆସି ନିଜକୁ ନଷ୍ଟ ପଥଭ୍ରଷ୍ଟ କରାଇବାର କାରଣ ହିଁ ଯାତ୍ରା ନାଟକ କରାଇବାର ମନୋଭାବ ମନରେ ରଖି ସେଥିରେ ସୃଜନଶୀଳତା ବା ନିର୍ମାଣମୟତା ବା ଇଂରାଜୀର କ୍ରିଏଟିଭିଟିର କଳାକୌଶଳ ଆର୍ଟରେ କୁଶଳୀତ୍ୱର ଛାପ ଓ ମୁଦ୍ରାଙ୍କ ବା ରଖିବା ଛାଡ଼ିଛି, ଯେଉଁଥିରେ ଶୀଳ ଏବଂ ଅଶ୍ଳୀଳ ଗ୍ରହଣୀୟତାର ଉପାଦାନ ଯଥେଷ୍ଟ ପରିମାଣରେ ଅଛି। ଦ୍ରଷ୍ଟା ବା ଦେଖିବାକାରୀକୁ ନେଇକି ଯାହାର ବିଚାର ହୋଇଥାଏ, ଶେଷରେ ଯାତ୍ରା ନାଟ୍ୟକଳା ନିନ୍ଦିତ ତଥା ପ୍ରଶଂସିତ ହୋଇଥାଏ। ସୃଜନଶୀଳତା ଏକ କରିବା ପ୍ରକ୍ରିୟା, ନ କଲେ ଏହା ହୋଇନଥାଏ। ମଣିଷ ନିଜେ କରେ ଏବଂ ଅନ୍ୟ ମଣିଷ ଦ୍ୱାରା କରାଏ, କରାଇ ଦେଖାଏ। ସର୍ଜନଶୀଳତା ବି ପ୍ରଦର୍ଶନ ବିଦ୍ୟା। ପ୍ରଦର୍ଶନରେ ଗ୍ରହଣୀୟତା ତଥା ଅଗ୍ରାହ୍ୟତା ନିହିତ। କୌଶଳ ଆବେଦନକାରୀ ହୋଇଥାଏ, ଯାହାକୁ ଦର୍ଶକ ବା ଦ୍ରଷ୍ଟା ଦେଖେ, ଗ୍ରହଣ କରେ। ଦ୍ରଷ୍ଟା ଦେଖି ପସନ୍ଦ କଲେ ହଁ ଭଲ ହୋଇଛି ବୋଲି କହେ, ପସନ୍ଦ ନ କଲେ ନା ଭଲ ହୋଇନାହିଁ, ଅଶ୍ଳୀଳ ଶସ୍ତା ଦରର ମାନକ ଦିଏ। ଯାତ୍ରା ନାଟ୍ୟକଳା ଏହିଭଳି ପ୍ରଦର୍ଶିତ ପ୍ରୟୋଗାତ୍ମକ ପ୍ରଶିକ୍ଷିତ ବିଦ୍ୟା। ଉପଯୁକ୍ତ ଓସ୍ତାଦ ବା ମାଷ୍ଟର ନିର୍ଦ୍ଦେଶକର ନିର୍ଦ୍ଦେଶନାରେ ଅଭିନେତା କୁଶୀଲବ ପ୍ରଶିକ୍ଷିତ ହୋଇ ବିଦ୍ୟାର୍ଥୀ ସାଜି ଶିଖିଥିବା ବିଦ୍ୟାକୁ ସର୍ବସମକ୍ଷରେ ଦର୍ଶକ ମଣ୍ଡଳୀରେ ସାର୍ବଜନୀନ ପ୍ରଦର୍ଶନ କରିଥାନ୍ତି। ନହେଲେ ଦରମା ପାଇବେ ନାହିଁ। ପୁଣି ଦର୍ଶକ ମନଲାଖି ପ୍ରଦର୍ଶନ କଲେ ଯାତ୍ରା ନାଟ୍ୟକଳା ଶିଳ୍ପ ବ୍ୟାବସାୟିକ ସଫଳତା ପାଇବ। କଳାକାରର କାର୍ଯ୍ୟ କରିବାକୁ ଦେଖି ତାର ଦରମା ପ୍ରାପ୍ତିରେ ବୃଦ୍ଧି ଘଟିବ, ନହେଲେ ଦରମା ବଢ଼ିପାରିବ ନାହିଁ, ସେଇ ଗୋଟିଏ ଅଙ୍କରେ ହିଁ ରହିଥିବ। କାରଣ ଯାତ୍ରା ଘରୋଇ ବ୍ୟକ୍ତିସାପେକ୍ଷ ବୃତ୍ତିକ୍ଷେତ୍ର। ଏହାର ଦରମାର ସ୍ଥିରତା ଅଭିନେତାର କାର୍ଯ୍ୟଦକ୍ଷତା, କର୍ମର କୁଶଳୀତ୍ୱ ଉପରେ ସମ୍ପୂର୍ଣ୍ଣ ନିର୍ଭରଶୀଳ। ସେଥିରେ ପୁଣି ଅଛି ଦର୍ଶକୀୟ ଭଲ ପାଇବା। ଦର୍ଶକ ଯଦି ଅଭିନେତାର ଅଭିନୟକୁ ଭଲ ପାଉନାହାନ୍ତି, ତେବେ ଅଭିନେତାର ଦରମା ବଢ଼ିବ ନାହିଁ, ଆଉ ସେପରି ଅଭିନେତା ଦଳ ଛାଡ଼ିବ। ନ ଛାଡ଼ିଲେ ବି ଦରମା ସ୍ଥିର ରହିବ। କିଛି ଯାତ୍ରା ପାର୍ଟି ଏଭଳି ନିୟମ ରଖିଛନ୍ତି। ଏ ପ୍ରକାର ନିୟମକୁ ମାନି ଯାତ୍ରା ପାର୍ଟିର ପ୍ରମୁଖ କଳାକାର କାମ କରିବେ। ତଦନୁଯାୟୀ ଯାତ୍ରା ଡାଇରେକ୍ଟର ନିର୍ଦ୍ଦେଶନା ଦେବେ, ଆଉ ତାକୁ ପାଳନ କରାଯିବ। ନାଟ୍ୟ ଖଳନାୟକ ଏହାର ସର୍ବ ଆଗରେ ରହିବ, କାରଣ ଭିଲେନ ଯାତ୍ରା ନାଟକର ମଉଡ଼ମଣି, ମୋଡ଼ ପ୍ରବର୍ତ୍ତକ, ଦର୍ଶକୀୟ ଦୃଷ୍ଟି ଆକର୍ଷକ, ଦର୍ଶକୀୟ ଉତ୍ସୁକ ଦୃଷ୍ଟି। ଭିଲେନର ବେଶ ପୋଷାକ, ତାର ଶରୀରର ସ୍ଥିତି, ସଂଳାପ ଉଚ୍ଚାରଣ ଶୈଳୀ, ଅଭିନୟିକ ଅଭିବ୍ୟକ୍ତିକୁ ଦେଖିଥାନ୍ତି। ଆଉ ଆଗରେ ଥାଏ ନିର୍ଦ୍ଦେଶନା। ନିର୍ଦ୍ଦେଶକ ଅଭିନେତାର ଅଭିନୟର ସର୍ବେସର୍ବା। ମୁଁ ଯେତେ ଯାତ୍ରା ଜୀବନରେ ଦେଖିଛି, ସବୁଠି ନିର୍ଦ୍ଦେଶକ ବା ଯାତ୍ରା ମାଷ୍ଟର ଅଭିନେତା କଳାକାରକୁ ଡ୍ରାମା ଶିଖାଇ ନଥିଲେ। ଅଧିକନ୍ତୁ ମୁଖ୍ୟ କଳାକାର ଯାତ୍ରା ନାଟକର ଆକର୍ଷଣ ଯାତ୍ରା ଭିଲିଆନକୁ ନିଜେ ଠିଆ ହୋଇ ବେଶ କରାନ୍ତି, ପୋଷାକ ପିନ୍ଧାନ୍ତି, ନିଜକୁ ଠାକୁରଙ୍କୁ ପ୍ରଣାମ କରାନ୍ତି, ହାତରେ ବେତ ଧରି ଅଭିନେତାମାନଙ୍କର ଯିବା ରାସ୍ତାରେ ଚୌକି ପକାଇ ବସନ୍ତି, ଯାତ୍ରା ଅଭିନୟ ପ୍ରଦର୍ଶନର ପ୍ରତ୍ୟକ୍ଷ ତଦାରଖ କରନ୍ତି। ଥରେ ଯାତ୍ରା ନାଟ୍ୟକଳାର ଡାଇରେକ୍ଟର ସାରଙ୍କର କଷ ବେତମାଡ଼ ପିଚାରେ ଖାଇ ଯାତ୍ରା ଭିଲିଆନ ଭିତରେ ପିନ୍ଧା ଚଡ଼ିରେ ମୁତି ଦେବାର ସ୍ୱୀକାରୋକ୍ତି ଖଳନାୟକ ଦର୍ଶକ ସମ୍ମୁଖରେ କହିଥିଲା। ସାର ଓଲଟି କହିଲେ, ଖାଲି ମୁତିଲୁ କ'ଣ? ମୋ ମାଡ଼ରେ ତୋର ଗାଣ୍ଡିର ଗୁହ ବି ବାହାରିବ। ଶଳା କହୁଛି ମୁତିଦେଲି, ଚାଲ ବେଶଘରକୁ ଆହୁରି ମାଡ଼ ହେବ। ଡାଇଲଗ ମନେ ରହୁନି? ଯାତ୍ରା ପାର୍ଟିକୁ ବଦନାମ କରିବୁ? ତୋତେ ପାର୍ଟିରୁ କାଢ଼ି ଦିଆଯିବ। ବେଗେ 2 ଲକ୍ଷ ଟଙ୍କା ବଇନା ଆଡଭାନ୍ସ ଫେରା। ସାଙ୍ଗେ ସାଙ୍ଗେ ଖଳନାୟକ ସାରଙ୍କର ପାଦ ଧରିଦେଲା। ତାର ଲମ୍ବା ଘଞ୍ଚ କାଳିଆ କେଶଗୁଚ୍ଛକୁ ଧରି ଓସ୍ତାଦ ବେଶଘରକୁ ଟାଣିନେଲେ। ବିଚରା ମାଂସାଳ ଚର୍ବିଳ ପିଚା ଦେଖାଇ ଓସ୍ତାଦଙ୍କ ଦ୍ୱାରା
ଘୋଷାଡ଼ି ହୋଇ ଚାଲିଗଲା। ପିଲାଏ ତାର ଗାଣ୍ଡିରେ ହାତ ମାରି ଦେଇ ଦଉଡ଼ି ବେଶଘରକୁ ଚାଲିଲେ। ଦଣ୍ଡ ପ୍ରାପ୍ତିକୁ ଆହୁରି ଦେଖିବେ। ହେଲେ ବେଶଘରର ଅନ୍ୟ ଗୋଟିଏ କୋଠରୀରେ ମାଡ଼ ହେଉଥିବାର ଶବ୍ଦ ଓ ଭିଲିଆନର ପାଟି ଶୁଭୁଥିଲା ବନ୍ଦ କବାଟ ଭିତରୁ। ଖୋଲା ମୁକ୍ତାକାଶୀ ଚତୁର୍ମୁଖୀ ଯାତ୍ରା ନାଟ୍ୟ ମଞ୍ଚର ଚାରିପାଖେ ଦର୍ଶକ ଭିଡ଼ ଜମାଇ ଠିଆ ହୋଇଥିଲେ ସେଇ ମାଡ଼ଖିଆ ଭିଲିଆନର ପରବର୍ତ୍ତୀ ଦୃଶ୍ୟ ଦେଖିବାର ଅଭିଳାଷୀ ଯାତ୍ରାପ୍ରେମୀ ଦର୍ଶକ ବୃନ୍ଦ। ଯାତ୍ରା ନାଟକ ସୃଜନଶୀଳତାର ବିବିଧ ପ୍ରୟୋଗରେ ଗତିଶୀଳ। ପ୍ରଥମତଃ ନାଟ୍ୟ ରଚନା। ନାଟ୍ୟ ରଚନାରେ ନାଟ୍ୟକାର ନିଜର କଳ୍ପନାନବୀଶତା ବା କଳ୍ପନାର ପ୍ରୟୋଗ କ୍ରିୟାକୁ ମନପ୍ରାଣ ତନ ଦେଇ ନିଷ୍ଠାପରତାର ସହିତ ଲେଖନୀ ଚଳାଇ ନାଟକ ରଚନାକୁ ଗଢ଼ିବା, ଦେଖିବା, ଭଲ ପାଇବା, ଅର୍ଥ ଉପାର୍ଜିବାର ବିବିଧ ମାଧ୍ୟମ କରେ। ପରେ ଯାତ୍ରା ଅନୁଷ୍ଠାନ ଉପରୋକ୍ତ ନାଟକଟିକୁ ନିର୍ଦ୍ଦେଶକଙ୍କୁ ଦିଏ। ନିର୍ଦ୍ଦେଶକ ପଢ଼ନ୍ତି। ଭଲ ଲାଗିଲେ କାହାଣୀ, ନାମକରଣ, ସଂଳାପ, ଦ୍ୱନ୍ଦ୍ୱ, ଉତ୍କଣ୍ଠା, ପରିବେଷଣ, ଉପଯୁକ୍ତତା ଆଦି ଦିଗରୁ ତାପରେ ଯାଇ କଳାକାର ଚୟନ ପାଇଁ ନାଟ୍ୟ ଦଳର ଅଭିନେତାମାନଙ୍କୁ ଡକାଇ ବସାଇ ସେମାନଙ୍କର ଅଭିନୟିକ ଦକ୍ଷତା, ସାମର୍ଥ୍ୟ, ଅଭିଜ୍ଞତା, ପାରଦର୍ଶିତାର ଯାଞ୍ଚ ପରୀକ୍ଷାର ସହିତ ରୋଲ ବା ଭୂମିକାକୁ ବାଣ୍ଟି ଦିଅନ୍ତି। ତେବେ ଅଭିନେତା ପାତ୍ରପାତ୍ରୀଙ୍କର ଶରୀର ଆକୃତି, ଅଙ୍ଗବିନ୍ୟାସକୁ ନିଜ ନିର୍ଦ୍ଦେଶକୀୟ କଳ୍ପନା ନେତ୍ର ଖଟାଇ ବାଛନ୍ତି। ନାୟକ ନାୟିକା, ଖଳନାୟକ ଖଳନାୟିକା, ହାସ୍ୟ କଳାକାର, ମୁଖ୍ୟ ଗୌଣ ହୋଇ ନାନା ପ୍ରକାର ନାଟ୍ୟ ଚରିତ୍ର ବା ଡ୍ରାମାଟିକ୍ ପର୍ସୋନେ। ତାପରେ ଆରମ୍ଭ କରାନ୍ତି ଅଭ୍ୟାସ ଅଭିନୟ ବା ରିହର୍ସାଲ। ସେଥିରେ ଯଦି ତ୍ରୁଟି ବିଚ୍ୟୁତି ଆସେ ନୂଆ ପୁରୁଣା କଳାକାରମାନଙ୍କଠାରେ, କାରଣ ଗୋଟିଏ ଯାତ୍ରା ଦଳରେ କଳାକାର ଏବଂ ନିର୍ଦ୍ଦେଶକ କଦାପି ସ୍ଥାୟୀ ନୁହନ୍ତି। ଉଭୟଙ୍କ ମଧ୍ୟରେ ଅଦଳ ବଦଳ ପ୍ରକ୍ରିୟା ନିତ୍ୟ ଚାଲେ। ସୁତରାଂ ସୃଜନଶୀଳତାର ପ୍ରୟୋଗ ବି ଡ୍ରାମାର ଡାଇରେକ୍ଟରଙ୍କ ମନରେ ଇଚ୍ଛାନୁଯାୟୀ ସଂସାଧିତ ଥାଏ। ଯେହେତୁ ଡ୍ରାମା ଓସ୍ତାଦ ବା ନାଟ୍ୟଗୁରୁ ହିଁ ନାଟ୍ୟ ମଞ୍ଚସ୍ଥ କଳାର ସର୍ବେସର୍ବା, ସେ କଳାକାରମାନଙ୍କୁ କେମିତି ନାଟକ ମଞ୍ଚରେ ଉପସ୍ଥାପିତ କରାଇବେ, ପେଶ୍ କରିବେ, ସେଇଟା ସମ୍ପୂର୍ଣ୍ଣ ତାଙ୍କରି ଇଚ୍ଛାଧୀନ। ଆବଶ୍ୟକ ପଡ଼ିଲେ ଯଦି ଚାହାନ୍ତି କଳାକାର ସହିତ ଅଭିନୟ ପ୍ରଦର୍ଶନ ସଂକ୍ରାନ୍ତରେ ସହଯୋଗ ଲୋଡ଼ିପାରନ୍ତି। ପଚାରିପାରନ୍ତି କେମିତି ପୋଷାକ ପରିଧାନ କରିବେ, କିପରି ବେଶରେ ସଜେଇ ହେବେ, କିପରି ବେଶଘରୁ ମଞ୍ଚ ଅଭିମୁଖେ ବାହାରିବେ, ବାହାରିବା ବେଳର ଦର୍ଶକଙ୍କୁ ସାମ୍ନା କରିବେ, ଦର୍ଶକୀୟ ଚାହାଣୀ, ଅଭିବ୍ୟକ୍ତି, ଅଭିମତ ସେମାନଙ୍କ ପ୍ରତି କେମିତି ହେବ। କାରଣ ନାଟ୍ୟ ଯଦି ମଞ୍ଚରେ ପରିବେଷିତ ହେଉଥାଏ ଶ୍ରାବ୍ୟ କିମ୍ବା ସିନେମା ରୀତିରେ ନ ହୋଇ, ତେବେ କଳାକାର ଦର୍ଶକ ସମାଜକୁ ପ୍ରତ୍ୟକ୍ଷ ସମ୍ମୁଖୀନ ହେବ। ପୁଣି ଯାତ୍ରା ଚତୁର୍ମୁଖୀ ମୁକ୍ତାକାଶୀ ରଙ୍ଗମଞ୍ଚ ସାଧାରଣତଃ ଥାଏ। ଯେହେତୁ ଭ୍ରମଣପ୍ରିୟ ନାଟ୍ୟ ପରିବେଷଣ ସଂସ୍ଥା ବା ଅନୁଷ୍ଠାନ, ଯାତ୍ରା ବା ଇଂରାଜୀ ଭାଷାର ଅପେରା ଲୋକନାଟ୍ୟ ବା ଗଣନାଟ୍ୟ। ଗଣ କହିଲେ ଭୂମି ଚାରିପାଖେ ଘେରି ରହି ଉପସ୍ଥିତ ଥିବା ଦର୍ଶକ ଜୁଆର ବା ଅଜସ୍ର ଭିଡ଼ ଜମାକାରୀ ଦେଖଣାହାରୀ। ଯଦି ଦର୍ଶକ ପାଇଁ ମୂଳତଃ ଉଦ୍ଦିଷ୍ଟ ଯାତ୍ରାର ବିଶେଷତ୍ୱ ବହନକାରୀ ତିନି ମୁଖ୍ୟ ଚରିତ୍ର, ପ୍ରଥମତଃ ନାଟ୍ୟ ଖଳନାୟକ, ଦ୍ୱିତୀୟତଃ ନାୟକ ନାୟିକା ଏବଂ ତୃତୀୟତଃ ହାସ୍ୟ ଅଭିନେତା, ଏମାନେ ଯଦି ଦର୍ଶକ ମନଲାଖି ହୋଇ ନଥାନ୍ତି ତେବେ ଯାତ୍ରା ଅଭିନୟ ରୁଚିର ତଥା ଆବେଗପୂର୍ଣ୍ଣ ହୋଇପାରିବ ନାହିଁ। ଏମାନେ ନାଟକର ପ୍ରମୁଖ ଭୂମିକା ନିଜ ନିଜ ସ୍ତରରେ ବେଶ, ପୋଷାକ, ଅଭିନୟ ପ୍ରଦର୍ଶନ ଗ୍ରାହ୍ୟ ହେବେ ନାହିଁ। ନିର୍ଦ୍ଦେଶନା, ଦଳ, ପରିବେଷଣ ନିଶ୍ଚିତ ମର୍ଯ୍ୟାଦା ହରାଇବ। ଯାତ୍ରା ଅତିବାସ୍ତବ ହେବ। ଲଜ୍ଜା ସଙ୍କୋଚ ନଥିବ। ବୃହତ୍ତର ଦର୍ଶକୀୟ ଦୃଷ୍ଟିକୁ ଗୁରୁତ୍ୱ ଦେଉଥିବ। ଏମାନଙ୍କର ରୁଚିକୁ ପ୍ରାଧାନ୍ୟ ଦେଉଥିବ। ତେବେ ଯାଇ ଯାତ୍ରା ଶିଳ୍ପ ବ୍ୟାବସାୟିକତା ବା ବଜାର କାଟତି ପ୍ରଯୋଜକ ବା ଯାତ୍ରା ପ୍ରତିଷ୍ଠାନର ମାଲିକ ସ୍ୱତ୍ୱାଧିକାରୀ ହାତେଇବେ। ଅନୁଷ୍ଠାନ ଆଦର ଆଦୃତି ପାଇବେ। ପରିବେଷଣ ମହଙ୍ଗା ସାବ୍ୟସ୍ତ ହେବ। ଦର୍ଶକ କହିବେ ହଁ ଭଲ ନାଚପାଟି, ପାଟିଆର ଭଲ, ଅଭିନୟ ଭଲ କରୁଛି, ବେଶ ପୋଷାକ ରଙ୍ଗଛଡ଼ା, ଲୋଚାକୋଚା, ପୁରୁଣା ନୁହେଁ। ନାୟକ ଖଳନାୟକ
କେମିତି ଉଭୟେ ଗୋରା ସୁନ୍ଦର ସ୍ୱାସ୍ଥ୍ୟବାନ, ନାୟିକା ବି ସୁନ୍ଦରୀ ସୁଶ୍ରୀ ଶିରୋମଣି କୁଶଳୀ କଳାକାର, ଖାଇ ପିଇ ବଇନା ନେଇ ଭଲ ପାଠ କରୁଛନ୍ତି। ଭିଲେନ୍ କିନ୍ତୁ ସବୁଠୁ ବଢ଼ିଆ, ଶରୀରକୁ ଚାହିଁ ବେଶ ପୋଷାକରେ ସଜାଇ ଓସ୍ତାଦ ତାକୁ ମଞ୍ଚକୁ ଖାଲି ଛାଡ଼ୁନାହାନ୍ତି, ବାଟରେ ବେତ ଧରି ଚୌକି ପକାଇ କଟାସ ଚାହାଣି ମେଲି ତାହାର ଅଭିନୟକୁ ବେଶି ନିଘା ଦେଉଛନ୍ତି। ପଚାରିଲାରୁ କହୁଛନ୍ତି ସେ ପରା ନାଟକ ପରିବେଷଣର ମଉଡ଼ମଣି, ତାର ଦାମ ଓ ଦରମା ଭାରି ଚଢ଼ା। ଓଲମ ବିଲମ ହେଲେ ଶଳାକୁ ହଗା ନଗା ବେତ ମାଡ଼। ଟୋକା ମାତ୍ର 35 ବର୍ଷର, ନୈଷ୍ଠିକ ବ୍ରାହ୍ମଣ, BA ପାସ୍, ହେଲେ ନବନାଟ୍ୟ ପ୍ରତିଭା ବିଶେଷାଙ୍କ। ନୂଆ ନୂଆ ଯାତ୍ରାରେ ପଶିଛି, ପାଦ ଥାପିଛି। ଆଉ ମୁଁ ଓଡ଼ିଶାର ସଙ୍ଗୀତ ନାଟକ ଏକାଡେମୀରୁ ନିର୍ଦ୍ଦେଶନାରେ ଉପାଧିପ୍ରାପ୍ତ, ଓଡ଼ିଶା ସରକାରଙ୍କ ତରଫରୁ ବେଷ୍ଟ ଡାଇରେକ୍ଟର ପୁରସ୍କାର ପ୍ରାପ୍ତ। ଡେଙ୍ଗା ସରସର, ପତଳା ଖେଡ଼ଖେଡ଼ିଆ, ଖଡ଼ିକା କାଠି। ଆଉ ଆମ ଭିଲେନ୍ ଗୋରା ସୁଠାମ, ସ୍ୱାସ୍ଥ୍ୟବାନ, ଦେହାଳୁ, ହେଲେ ମୋତେ ପ୍ରାଣେ ଭୟ। ମୋ ଆଗରେ ଚୁଁ ଚୁଁ, ପାଟିରେ ପ୍ରତିବାଦହୀନ। ପାଟି କ୍ୟାମ୍ପ ଭିତରେ ରହିବ, ବାହାର ବୁଲା ନାହିଁ। ପ୍ରଥମ ଶ୍ରେଣୀୟ କଳାକାର, ବେଶି ଦରମା ଦେଇ ଅନ୍ୟ ଯାତ୍ରା ଦଳ ତାକୁ ଚୋରାଇ ନେବାକୁ ଚାହୁଁଛନ୍ତି, ହେଲେ ମାଲିକ ଛାଡ଼ିବାକୁ ଚାହୁଁନାହାନ୍ତି। ପୋଷା ମାନିଛି। ଅଭିବ୍ୟକ୍ତ ବା ଆକ୍ସନ ମୋ ସୃଜନଶୀଳତାର ପରୀକ୍ଷାରେ ଥାଇ ମାଡ଼ ଭୟରେ ଭଲ କରୁଛି। କାରଣ ମୁଁ ଦର୍ଶକ ସାମ୍ନାରେ ମାଡ଼ ଦିଏ। ଚୁକ୍ତିପତ୍ରରେ ମାଡ଼ ଖାଇବାର ସ୍ୱୀକୃତି ଦେଇ ନଥିଲେ ପାର୍ଟିରେ ରହିପାରି ନଥାନ୍ତା। ବେଶି ଦରମାର ମୂଲ୍ୟାୟନ ନହେଲେ ପାର୍ଟିର ବଡ଼ତି, ନେକନାମୀ, କୃତିତ୍ୱ କଳା ଦରବାରରେ ରହିବ ନାହିଁ। ଉତ୍ସର୍ଗୀକୃତ ବା ଡେଡିକେଟେଡ୍ ହେବାକୁ ବାଧ୍ୟ। ଦକ୍ଷତା ଦକ୍ଷରେ ଦରମାର ବଡ଼ତି ନିର୍ଣ୍ଣିତ। ମୁଁ ବି ତାକୁ ସ୍ୱନାମଧନ୍ୟ କରାଇବାକୁ ଚାହେଁ। ଭାତ ହାଣ୍ଡିରୁ ଭାତ ଚିପିବା ନ୍ୟାୟରେ ଆମ ନାଚ ଦଳର କେବଳ ଭିଲେନର ଅଭିନୟିକ ବ୍ୟକ୍ତିତ୍ୱ ପ୍ରଖ୍ୟାପନ ଆପଣ ଦର୍ଶକମାନେ ତାର ଶରୀର, ବେଶ ପରିଧାନରୁ, ପୋଷାକ ପିନ୍ଧିବାରୁ ଠିକ୍ ଠଉରାଇ ପାରିବେ। ମୋର କଳ୍ପନାରୁ ମୁଁ ତାକୁ ସଜାଇଅଛି। ମାନିବନି କ'ଣ କହୁଛନ୍ତି? ବାଧ୍ୟ, ଅଲବତ୍ ମାନିବ। କଳାର କିଣା ଚାକର, ଅର୍ଥ ଦେୟର କ୍ରୀତଦାସ। ଏଣୁ ବଶମ୍ବଦ ଅନୁଗତକୁ ସେ ତସ୍ମୈ ସେ ଗୁରୁବେ ନମ କରିଛି। ଆନୁଗତ୍ୟ ନଥିଲେ ଅଭିନୟର ପାରଦର୍ଶିତା ଆସିବ ନାହିଁ, ଶିଖିବାର ଗ୍ରହଣୀୟତା ପାଇବ ନାହିଁ। ଯାତ୍ରା, ଅଭିନୟ, ଗୁରୁ ଶିଷ୍ୟର ପ୍ରଥା ଉପରେ ତିଷ୍ଠିଅଛି। ମନମାନି କେବଳ ମାଲିକ ତଥା ଓସ୍ତାଦର, କଳାକାରର ନୁହେଁ। ଇଚ୍ଛା ହେଲେ ରହୁ, ନହେଲେ ପଳାଉ। ରହିବା ପର୍ଯ୍ୟନ୍ତ ଆମ ହୁକୁମର ଅଧୀନ। ଦଳ ତାକୁ ବାଧ୍ୟ କରିନାହିଁ। ଆସେ ଆମ ନାଚ ଦଳରେ ପଶେ। ସେ ସ୍ୱେଚ୍ଛାକୃତ ଆସିଛି, ଆମ ଆଗରେ ମଥାନତ କରିଛି। ବିଦ୍ୟା ସମ୍ପଦେ ଯଥା ନମନ୍ତି ବୁଦ୍ଧେ। ସତକୁ ସତ ଭିଲେନ ବେଶଘରୁ ବାହାରି ଡ୍ରେସିଂ ପେଣ୍ଟିଂରେ ସଜ୍ଜିତ ଥାଇ ମଞ୍ଚକୁ ଯିବା ଆସିବାର ପଥପାର୍ଶ୍ୱରେ ଦେହ ବଙ୍କେଇ ନୁଆଁଇ ନିଜର ନାଟ୍ୟଶିକ୍ଷା ଗୁରୁଙ୍କର ପାଦ ଦୁଇଟିକୁ ଛୁଇଁ ପ୍ରଣାମ କଲା। ପାଖରେ ନାଟ୍ୟକାର ବସିଥିଲେ। ନାଟ୍ୟଗୁରୁ ନିର୍ଦ୍ଦେଶ ଦେଲେ, ଆଜିର ତୋର ଅଭିନୟ ଦେଖିବାକୁ ଆସିଥିବା ମଞ୍ଚସ୍ଥ ନାଟକର ନାଟ୍ୟକାର ଏ ଜଣେ ଅଧ୍ୟାପକ। ୟାଙ୍କ ପାଦ ଧରି ମୁଣ୍ଡିଆ ମାରି ଆଶିଷ ନେ। ସାରଙ୍କ କଥା ମାନି ନାଟ୍ୟକାରଙ୍କୁ ବି ପ୍ରଣାମ କଲା। ନାଟ୍ୟଗୁରୁ କହିଲେ, ଭିତରେ ଚଡ଼ି ପିନ୍ଧିନୁ? ଏହା କହି ଜଙ୍ଘ ପିଚାରେ ହାତ ମାରିଲେ। ଯୌନାଙ୍ଗରେ ହାତ ବାଜିବାରୁ ଆବେ ମୁତି ଦେଲୁଣି? ମାଡ଼, ଭୟ ଓ ବେତ ଦେଖି ମୁତି ଦେଇଛି। ନାଟ୍ୟକାର ଅଧ୍ୟାପକ ଜଣକ ହସିକି କହିଲେ, ବେତରେ ଇସାରା ଦେଲେ ଯା, ଯାଇକି ପଛରେ ଚୁପ୍ ହୋଇ ଛିଡ଼ା ହୁଅ। ତୋର ପାର୍ଟ ଏଇନେ ଆସିନାହିଁ। ସାରଙ୍କ ପଛରେ ଲୋକ ମଝିରେ ଠିଆ ହେଲା। ଗୋରା, ଖୋଲା, ପଇତା ପକା, ସାମାନ୍ୟ ପେଟୁଆ ବଳୁଆ ଦେହ, କଳା ରଙ୍ଗର ଚିକ୍ କନାର ଚିପା ଚୁଡ଼ିଦାର, ଫିତାବନ୍ଧା ପାଇଜାମା, ଉତ୍ଥିତ ଯୌନାଙ୍ଗଟିକୁ ପାଇଜାମାର ଦୁଇ ପାର୍ଶ୍ୱ କୁଞ୍ଚଗୁଡ଼ିକ ସିଧାସଳଖ ରଖିଛି। ବଳୁଆ ମୋଟା ହାତକଚଟିରେ ରୂପାର ଭାରୀ ବ୍ରେସଲେଟ୍, ହାତ ଆଙ୍ଗୁଠିରେ କିଛି ମୁଦି, ମୁଖମଣ୍ଡଳରେ ପାଉଡର ବଳରେ ଜିଙ୍କ୍ ଛିଞ୍ଚାଯାଇ ମୁହଁଟିକୁ ଆଲୁଅରେ ଚିକ୍ ଚିକ୍ କରାଇଛି। ଓଠରେ ନାଲି ପାତଳ ଲିପଷ୍ଟିକ୍, ଆଖିରେ କଳା, ଆଖିପତାରେ ତଳ ଓ ଉପରି ଭାଗରେ ଲାଲି ରଙ୍ଗର ପାତଳ ବୋଳ, ତେଜିଆନ ଆଖି, କଳା ମଚ ମଚ ଡୋଳା, ହିପ୍ପି ବାଳ, ବେକ ଭର୍ତ୍ତି। ପାଇଜାମାର ପଛପାଖ ଗାଣ୍ଡି ଭିତରେ ପଶି ଗାଣ୍ଡିକୁ ଟାଇଟ୍ କରାଇ ଗାଣ୍ଡି ଦୁଇ ଫାଳରେ ପଛରୁ ଦିଶୁଛି। ଲାଲି ମୋଜା ପିନ୍ଧାରେ, ପାଦରେ ଜରିକାମ କରା ଚିକ୍ ଚିକ୍ ନାଗରା ଜୋତା। ଦର୍ଶକ ଲୋକେ ଉତ୍ସୁକ ନୟନରେ ଯାତ୍ରା ଭିଲେନକୁ ଆଗ୍ରହରେ ଦେଖି ମନ୍ତବ୍ୟ ଦେଉଥାନ୍ତି,
ଚୋଖା ଭିଲିଆନ୍। ମୁହଁଟା ଗୋରା, ସୁନ୍ଦର, ନାକ ଠିଆ, ଗାଲରେ ଦାଢ଼ି ଭର୍ତ୍ତି। ଦିନରେ ଆସି ଅଭ୍ୟାସ ଦେଖୁଥିଲି। ଚିପା କାଳିଆ ସ୍ଲାକ୍ସ ସ୍କୁଲପ୍ୟାଣ୍ଟ ପିନ୍ଧିଥିଲା। ଜୋତା ମୋଜା ପଞ୍ଜାବୀ ପିନ୍ଧାରେ ଅଭିନୟ ପାଠ ଓସ୍ତାଦ ଆଦାୟ କରୁଥିଲେ। ସଂଳାପ ଉଚ୍ଚାରଣ ଭୁଲ କରିଦେବାରୁ ଶଳାକୁ ହଗାନଗା ମାଡ଼। କାନ ଧରି ଉଠ୍ ବସ୍ ହେବାରୁ ପିଲାଏ ହସିଦେଇ କହିଲେ, ବଡ଼ ବୁଢ଼ା ପିଲା। ରାତି ଅନିଦ୍ରା, ଡାଇଲଗ୍ ଘୋଷା, ପୁଣି ଉପରେ ସାରଙ୍କର ମାଡ଼। ଅଭିନୟ ସତରେ ଭାରି କଷ୍ଟ। କଷ୍ଟ କଲେ ତ ଯାଇ କୃଷ୍ଣ ମିଳିବ। ଯାତ୍ରା ମାଲିକ ଖୁଆଇ ପିଆଇ ପଇସା ଦେଇ ପୋଷିଛି, ମାତ୍ର ଅଭିନୟ ଆଦାୟ ଅର୍ଥରେ। ଭୁଲ ହେଲେ ପାଟି ଚାଲିବ ନାହିଁ। ମାଡ଼ଦାନ ନିଧାର୍ଯ୍ୟ। ନହେଲେ କୁଶଳୀ କଳାକାର କେମିତି ହେବ? ଆଜି ଅପମାନିତ ଅସମ୍ମାନିତ ହେଲେ ତ ଯାଇ ଆଗାମୀ କାଲି ନାମୀ ଦାମୀ ଯାତ୍ରା ଅଭିନେତା ହେବ। ନୂଆ କରି ଯାତ୍ରାରେ ପଶିଛି ବୋଧେ, ସେଥିପାଇଁ ମାଡ଼ ଗାଳି ଖାଇ ଅଭିନୟ ଶିଖୁଛି। ଓସ୍ତାଦ ଭାରି କଡ଼ା। ଦେଖୁନୁ କେମିତି କାଳିଆ, ପତଳା, ଡେଙ୍ଗା ସରସର, ଧାରୁଆ ମୁହଁ, କୋରଡ଼ ଭୟଙ୍କର ଆଖି, କାନରୁ ବାଳ ବାହାରିଅଛି। ସଂସ୍କୃତରେ କଥା ଅଛି ପରା, କ୍ଷୀଣା ଜନାଃ ନିଷ୍କରୁଣା ଭବନ୍ତି। ଶଳା ଏତେ ବଦମାସ ଭିଲିଆନ୍ ଆମ ପାଖରେ ଠିଆ ଅଛି। ପଚାରିଲେ କହୁଛି, ସାର୍ କଥା ହେବାକୁ ମନା କରିଛନ୍ତି। ମୁଁ କଥା ହେଲେ ଗ୍ରୀନ ରୁମରେ ସେକି ଦେଇଯିବେ। ତୁ ତ ଧୀରେ ଧୀରେ କହିବୁ। ସାର୍ କ'ଣ ଭିଡ଼ ଓ ଗହଳିରେ ତୋ କଥା ଶୁଣିପାରିବେ? ଶଳା ଡରି ମରୁଛି। ସାରଙ୍କୁ ଡରିବାକୁ ବାଧ୍ୟ, ନହେଲେ ସାର୍ ପାଟିରୁ କାଢ଼ିଦେବେ। ମୋର ଅଭିନୟ କରିବାର ଇଚ୍ଛା ଦୂରେଇ ଯିବ। ବିକୁ, ଆଜ୍ଞା ସାର୍। ଆ ସାମ୍ନାକୁ। ହୁଁ, ଏଠି ଠିଆ ହ। ଲାଇଟ୍ ପଡ଼ିଲା। ମଞ୍ଚକୁ ସିଧା ଅନାଇ ଚାଲ। ଆଖି ମିଟ୍ ମିଟ୍ କରନା, କଲେ ଗାଣ୍ଡି ଗରମ କରିଦେବି ମାଡ଼ରେ, ବୁଝିଲୁ? ଡାଇଲଗ୍ ମନେ ପକା। ଅପ୍ରେଲ ମାସର ଗରମ ଗୁଳୁଗୁଳି ରାତି। ଝାଳରେ ମୁହଁ, ଦେହ, ପିଠି, ପେଟ ଓଦା। ତଥାପି କର୍ତ୍ତବ୍ୟର ଆହ୍ୱାନରେ ଧପ୍ ଧପ୍ ପାଦ ଦୁଲୁକାଇ, ଭୂମି କମ୍ପାଇ, ବାଦ୍ୟର ଗୁଡ଼ୁମ୍ ଗୁଡ଼ୁମ୍ ନାଦରେ କ୍ଷିପ୍ର ଚାଲି ମଞ୍ଚରେ ପହଞ୍ଚିବାରେ ମଞ୍ଚ ସମ୍ପୂର୍ଣ୍ଣ ଅନ୍ଧାର ମାତ୍ର ଭିଲେନ୍‌ର ସମ୍ପୂର୍ଣ୍ଣ ଶରୀର ଆଲୋକପତିତ। ହିନ୍ଦୀ ଡାଇଲଗ୍ में बैराम खां पठान का बच्चा कभी नहीं सच्चा। मेरा बड़ा मालिक मुझे बोला है, जा मल्ली को पकड़ के ला। मल्लिका मेरे प्राण मल्लिका, रातों की रानी, दिन की तमन्ना। हा हा हा। सुरा और साकी की निशा में जाता हूँ, उसका खींच के पकड़ के लाता हूँ। ମଞ୍ଚରୁ ଝପଟି ତଳକୁ ଜୋରରେ ଆସି ତାର ମୁଖ୍ୟ ଭିଲେନ୍‌ର ଲୋକ ହାତରେ ଧରାପଡ଼ି ଚୁଟି ଧରା ଘୋଷଡ଼ାରେ ଦେହ ବଙ୍କେଇ ଟାଣି ହୋଇ ମଞ୍ଚକୁ ଲେଉଟିଲା। ହାତରେ ହ୍ୟାଣ୍ଡକପ୍ ପିନ୍ଧାଗଲା। ଅଣ୍ଟାରେ ପତଳା ଷ୍ଟିଲ୍‌ର ଲମ୍ବା ଚେନ୍। ବଡ଼ ଭିଲିଆନ୍ ଜିନ୍ସ ପ୍ୟାଣ୍ଟ, ଧଳା ହାଫ୍‌ସାର୍ଟ, ଜୋତା ମୋଜା ପିନ୍ଧି ମଞ୍ଚକୁ ଆସି ଧରିଥିବା ପତଳା ବାଡ଼ିରେ ବହେ ପିଟିଲେ। ତାପରେ ଚୁଟି ଧରି ତୀବ୍ର ଉଜ୍ଜ୍ୱଳ ଲାଇଟ୍‌ରେ ମୁହଁକୁ ଦେଖାଇବାରୁ ଝାଳ ବୁହାରେ ଆଖି ପୋଡ଼ୁଥାଏ, ମିଟିମିଟି ହୋଇଯାଉଥାଏ, ପାଦ ଥରୁଥାଏ, ଯୌନାଙ୍ଗଟି ହଲୁଥାଏ। ଠେଲି ପୁଣି ତଳେ ପକାଇ ଉପର ମୁହାଁ ଚିତ୍ କରି ଛାତିରେ ତାର ନିଜ ପାଦ ରଖି ଚିପିବାରୁ ଗୋଡ଼ ପାଦ ଫାଡ଼ି ପାଟି କରୁଥାଏ। ପାଟିରେ କନାବିଣ୍ଡା ପୂରାଇ ପାଟିକୁ ବାନ୍ଧି ବନ୍ଦ କରି ଦିଆଗଲା। ଘଁ ଘଁ ଚିତ୍କାରୁଥିବା ବେଳେ ପାଦ ଟେକାଇ ଗୋଇଠା ମାଡ଼ ଚାପରେ ଗାଣ୍ଡିରେ ମଳଦ୍ୱାରରେ ପୋଲିସ ବାଡ଼ି ଭରାଗଲା। ମୁହଁକୁ କଳା କପଡ଼ାରେ ଘୋଡ଼ାଇ ଓସ୍ତାଦ କହିଲା, ଶଳା ମୋ ମଲ୍ଲିକୁ ରେପ୍ କରିବ। ଏଇ ନେ ଛୁରୀ। ତାର ଆଉଥରେ ଖତନା କର। ରେପ୍ କରି ପାରିବନି, ବାହା ହୋଇ ପାରିବନି, ସାରା ଜୀବନ ନପୁଂସକ ରହିଯିବ। ଛୁରୀରେ ପୁନର୍ବାର ଖତନା କରି ଦିଆଗଲା। ତଳୁ ଉଠାଇ ଦେହ ବଙ୍କାଇ ନୁଆଁଇ ବେଶଘରକୁ ଯିବାକୁ ପ୍ରସ୍ତୁତ ହେଉଥିବା ବେଳେ ମାଲିକ ବଡ଼ ଭିଲିଆନ୍ ଗାଣ୍ଡିକୁ ଗୋଇଠା ମାରି ଆଗକୁ ସାମାନ୍ୟ ଠେଲି କହିଲେ, ଏବେ ନେଇ ଶଳାକୁ ବନ୍ଦ କୋଠରୀରେ ବନ୍ଦୀ କରି ରଖ। ଡାଇରେକ୍ଟର ପାଖେ ପହଞ୍ଚିବାରୁ ଡାଇରେକ୍ଟର ଅଟକାଇ ତାଙ୍କର ଜଣେ ସାଙ୍ଗ ଓସ୍ତାଦଙ୍କୁ ପାଦ ଧରାଇ ପ୍ରଣାମ କରାଇଲେ। ଅଭିନୟର ସମସ୍ତ ସୃଜନଶୀଳତା ଅନ୍ତର୍ଗତ। ଦର୍ଶକ ପରବର୍ତ୍ତୀ ଦୃଶ୍ୟରେ ପଠାଣ ଭିଲିଆନ୍ ପୁଣି ଗୋଲାପୀ ରଙ୍ଗର ଚିପା ଚୁଡ଼ିଦାର ପାଇଜାମା ପିନ୍ଧି ପୂର୍ବୋକ୍ତ ଲାଲି
ମଜାର ନାଗରା ଜୋତାରେ ବନ୍ଦୀ ରୂପରେ କାନ୍ଦି କାନ୍ଦି ଧୀର ପଦବ୍ରଜରେ ଉଜ୍ଜ୍ୱଳ ତୀବ୍ର ଲାଇଟ୍ ପକାରେ ସମଗ୍ର ଖୋଲା ଶରୀର ଦେଖାଇ ଉପର ମୁହାଁରେ ମଞ୍ଚକୁ ଚଢ଼ୁ ଚଢ଼ୁ ଝୁଣ୍ଟି ପଡ଼ିବାରୁ ରକ୍ଷୀ ସିପାଇ ତାର ଘଞ୍ଚ କଳା କେଶକୁ ଟାଣି ଉଠାଇ ମଞ୍ଚରେ ନେଇ ଠିଆ କରାଇଲା। ଆଖିରେ କଳା ବୋଳି ଆଖି ଦିଶୁଥାଏ ସତେକି ଅନ୍ଧ। ଲୁହ ବୁହାଇ ହାତ ବଢ଼ାଇ ଦର୍ଶକଙ୍କୁ ଖାଦ୍ୟ ମାଗିଲା। ଏ ଲୋଗୋ मैं भूखा प्यासा हूँ, अब मैं मरूंगा, मैं ना मर्द बन गया, जीने का कोई मजा ना रहा, जिंदगी की आखिरी वक्त में आप लोग मुझे कुछ खिलाइए पिलाइए। शतकु शत दर्शक ଫ୍ରୁଟି ଧରି ଛୋଟ ଥଣ୍ଡା ପାନୀୟ ଧରି ମଞ୍ଚକୁ ଉଠି ତାକୁ ମଝିରେ ବସାଇ ପିଆଇଲେ, ମିଠା ଖୁଆଇଲେ। ଓସ୍ତାଦ ଦୂରରୁ ଦେଖି ହସୁଥାନ୍ତି, କହୁଥାନ୍ତି ମୋ ସୃଜନଶୀଳ ପ୍ରୟୋଗର ଏହା ବାହ୍ୟ ସର୍ବଦର୍ଶିତ ରୂପ। ଛେଚା ପିଟା ସଚଳ ବସ୍ତୁ ମାଟି ପିଣ୍ଡୁଳା ଯେମିତି ଚାହିଁଛି ସେମିତି ରୂପରେ ସଜେଇ ମଞ୍ଚକୁ ଛାଡ଼ିଛି। ଦର୍ଶକ ଦେଖିଛନ୍ତି, ଖୁସି ହୋଇଛନ୍ତି, ଆଦର କରିଛନ୍ତି। ଉଦାହରଣ ଏଇ ଆଖି ସାମ୍ନାରେ ଥୁଆ ହୋଇଛି। ଆପଣ ପଚାରୁଛନ୍ତି ଉର୍ଦ୍ଦୁ କେମିତି ଶିଖିଲା? ଜଣେ ଉର୍ଦ୍ଦୁ ଶିକ୍ଷକ ଅଣାଇ ମାଡ଼ ଗାଳି ଦିଆଇ ଶିଖାଇଲି। ଅଭିନେତା ବହୁରୂପୀ ବା ଡାଇନାମିକ୍ ସେମିତି ତାକୁ କରାଇଛି। ଏଇ ଦେଖନ୍ତୁ ଦର୍ଶକେ 2000 ପୁରସ୍କାର ଦେଇଛନ୍ତି। ନାମ ତାହାର ପ୍ରାପ୍ୟ ମୋର। ସେ ମୋର ଛାତ୍ର, ଶିଷ୍ୟ ଥାଇ ଗୁରୁଦକ୍ଷିଣା ଦେଇଅଛି। ଏକଲବ୍ୟ ପରା, ଜାରାଶବର ସେ। ତାର ବେଶ ପୋଷାକ, ଅଭିନୟ, ପ୍ରଦର୍ଶନ ସବୁଠି ମୋର ବ୍ୟବହାର। କେବଳ ଦେଖାଇବ ସେ, ନଟ ଜୀବନ ବିତାଏ। ଛାଟ ପାହାର ଦେଇ ପାଠ ଶିଖେଇଛି, ଶୃଙ୍ଖଳିତ କରାଇଛି। ବଡ଼ ମୋଳଭିଲିଆନ ମଞ୍ଚରେ ପ୍ରବେଶି କହିଲେ ଜୀବନ ବର୍ତ୍ତମାନ ତୋର ଅକର୍ମଣ୍ୟ ହୋଇଗଲା। ସଂସାରରେ ବା ବଞ୍ଚି ରହିବୁ କାହିଁକି? ମୁଁ ଚିନ୍ତା କରିଛି ତୋତେ ବିଷ ଦେଇ ମାରିଦେବି। ତୁ ବାଧ୍ୟ ମରିବୁ। ହାତରେ ମୋର କୀଟନାଶକ, ମୋରି ଆଗରେ ତୁ କେମିତି ଛଟପଟ ହୋଇ ମରିବୁ, ଆଉ ମୁଁ ତୋର ହନ୍ତସନ୍ତ ହୋଇ ମରିବା ଉପଭୋଗ କରିବି। ବୁଝିଲୁ नालायक बुद्धू। नहीं नहीं सरकार, मुझे मत मारिए, मुझे बचने रहने दीजिए। अपाहिज ही सही, फिर भी आपके कैद खाना में जिंदा पड़ा रहूँगा। मेरे मालिक। बड़ ଭିଲିଆନ କହିଲେ नो इट इज इम्पॉसिबल। ନିଅ ତାର ପାଟିରେ ପୁରାଅ। ଚିତ୍କାର ଛାଡ଼ିଲା, ପାଦ ଗୋଡ଼ ଭୂଇଁରେ କଚାଡ଼ିଲା। ହେଲେ ବିଷଜ୍ୱାଳାରେ ଗଳାକୁ ଧରି ରକ୍ତ ବାନ୍ତି କରି ଭୂଇଁ ସାଉଁଟିକି ବିକଟ ରଡ଼ିର ସହିତ ଆଖି ଫାଡ଼ି କିଚକ ପରି ମଞ୍ଚରେ ମରି ସ୍ଥିର ଗୋଡ଼ ବଙ୍କେଇ ଗୋଟିଏ ଗୋଡ଼ ଭୂଇଁରେ ରଖି ରହିଥାଏ। ସାଙ୍ଗେ ସାଙ୍ଗେ ଧଳା ଧୋତିରେ ସମଗ୍ର ଦେହକୁ ତାର ଘୋଡ଼ାଇ, ହାତ ଗଳାଇ, ଆଖି ବନ୍ଦ, ପାଦ ସଳଖ ରଖାଇ ଟେକି ଭାରି ଦେହଟିକୁ ବେଶଘରକୁ ନିଆଗଲା। ସାମ୍ବାଦିକଙ୍କ ସହିତ ନାଟ୍ୟ ନିର୍ଦ୍ଦେଶକ ବେଶ ଘରେ ପହଞ୍ଚି କହିଲେ ଆବେ ବିକୁ, ଟିକେ ବସ, ତୋତେ ଯାହା ପଚରାଯିବ ସଠିକ୍ ଉତ୍ତର ଦେବୁ। ଆପଣ କେତେ ବର୍ଷ ଅଭିନୟ କଲେଣି? 2 ବର୍ଷ। ଯାତ୍ରାକୁ କାହିଁକି ଭଲ ପାଇଲେ? ଅଭିନୟର ପ୍ରତି ଆଗ୍ରହ ପାଇଁ। ପ୍ରତିଭା ବିକଶିତ ହେଉଛି, ଦର୍ଶକେ କହିବେ। ନିର୍ଦ୍ଦେଶକ ଭଲ ପାଉଛନ୍ତି। ସାର୍ ସ୍ୱାଧୀନତା ଦେଇନାହାନ୍ତି, ସର୍ବଦା ନଜରବନ୍ଦୀରେ ରଖିଛନ୍ତି। ମାଡ଼ ଗାଳି ପ୍ରଚୁର ପାଉଛି। କାହିଁକି? ତାଙ୍କ ଦୃଷ୍ଟିରେ ବୋଧେ ମୋ ଅଭିନୟ ପସନ୍ଦଯୋଗ୍ୟ ହେଉନାହିଁ। ବୋଧେ ଭଲ ନାମୀଦାମୀ କଳାକାର ତୁମକୁ କରିବେ। ହୋଇପାରେ। ଭବିଷ୍ୟତ ଲକ୍ଷ୍ୟ ଦୈତାରୀ ପଣ୍ଡା ଭଳି କଳାକାରଟିଏ ହେବି। ଦୈତାରୀ ପଣ୍ଡା ନାଟ୍ୟାଚାର୍ଯ୍ୟ ରଘୁନାଥ ପଣ୍ଡାଙ୍କ ପଟ୍ଟଶିଷ୍ୟ। ମାଡ଼ ଗାଳି ଶାସ୍ତି ଭୋଗି ଆଜି ସେ ନାମୀଦାମୀ ଦୁର୍ଦ୍ଦାନ୍ତ ଖଳନାୟକର ସିରି ଓ ସୌଭାଗ୍ୟ ଲାଭ କରିଛନ୍ତି। ଆପଣ ସେମିତି ନିଜ ଅଭିନୟ ପଥର ସକଳ ବାଧା ବିଘ୍ନ ବିପତ୍ତି ସହିଲେ ଯାଇ, ମାନ ଅପମାନ ବରଣ କରିଥିଲେ ଯାଇ, ଅଭିନୟିକ ପାରଦର୍ଶିତା ନିର୍ଦ୍ଦେଶକଙ୍କ ସୃଜନଶୀଳ ଧରା ପଥରେ ଦେଖେଇ କୃତବିଦ୍ୟ କଳାକାର ହୋଇପାରିବେ। ମୌନଂ ସମ୍ମତି ଲକ୍ଷଣଂ ଦେଖାଇଲା, ଅର୍ଥାତ୍ କିଛି କହିଲା ନାହିଁ। ଚୁପ୍ ରହିଲା, ମାନେ କଥାକୁ ମାନୁଛି, ସମର୍ଥନ କରୁଛି। ନିର୍ଦ୍ଦେଶକ କହିଲେ ଛାଟ ନ ବାଜିଲେ ପାଠ ଆସିବନି। ଭିତରକୁ ଯାଇ ଲୁଗା ବଦଳା। ପରବର୍ତ୍ତୀ ରଜନୀରେ ଅଭିନୀତ ଯାତ୍ରା ନାଟକରେ ପଠାଣ ଖଳନାୟକ ସାଜିଥିବା ବିକ୍ରମ ପଣ୍ଡା ଜଣେ ମଦ୍ୟପ, ଦୁଶ୍ଚରିତ୍ର, ଭ୍ରଷ୍ଟାଚାର ସ୍ୱାମୀର ଭୂମିକା ଦେଖାଉଥାଏ। ବିବାହର ପ୍ରଥମ ବାସର ରାତିର ଦୃଶ୍ୟାୟନ ହେଉଥାଏ। ପିନ୍ଧିଥାଏ ସାଟିନ୍ ଚିକ୍ ଚିକ୍
ଠିକଣାର ଧଳା ଚିପା ଚୁଡ଼ିଦାର ପାଇଜାମା ପଞ୍ଜାବୀ, ବେକରେ କର୍ପୂର ମାଳ, ଗଜରା ହାର, ନାଲି ମୋଜା ପିନ୍ଧା, ପାଦରେ ଜରି କାମ କରା ଚିକ୍ ଚିକ୍ ନାଗରା ଜୋତା। ବରକନ୍ୟା ବେଶ ସଜ୍ଜିତ ହୋଇ ଆଗରେ କନ୍ୟା ପଛେ ବର ହୋଇ ଯାତ୍ରା ମଞ୍ଚରେ ପ୍ରବେଶ କରନ୍ତେ କନ୍ୟା ସ୍ୱାମୀଙ୍କ ପାଦ ଧରି ମୁଣ୍ଡିଆ ମାରିଲା। ଆଣିଥିବା କାଚ ଗ୍ଲାସରେ କ୍ଷୀର ଧରି ମଞ୍ଚରେ ବସାଇ ସ୍ୱାମୀଙ୍କୁ କ୍ଷୀର ପିଆଇଲା। ସ୍ୱାମୀ ପ୍ରବର କ୍ଷୀର ପିଇଲେ। ଉପର ମୁହଁ ଚିତ୍ କରାଇ ମଞ୍ଚ ଉପର ପିଣ୍ଡିରେ ଶୁଆଇଲା। ନିଜେ ଶୋଇ ସ୍ୱାମୀର ଛାତିରେ ମୁଣ୍ଡ ରଖି ସ୍ୱାମୀର ଚଉଡ଼ା ଦେହାଳୁ ଶରୀରରେ ହାତ ବୁଲାଉଥିବା ସମୟରେ ମୋବାଇଲ ରିଙ୍ଗ ହେବାରୁ ସ୍ୱାମୀ, ଯିଏକି ହିନ୍ଦୁର ଧାର୍ମିକ ବିଶ୍ୱାସରେ ଇହକାଳ ପରକାଳର ଦେବତା, ପଞ୍ଜାବୀ ପକେଟରୁ ମୋବାଇଲ ରିସିଭ୍ କରିବାରୁ ନାରୀ କଣ୍ଠର ଆବାଜ ଶୁଣି ସ୍ତ୍ରୀ ପଚାରିଲା, କାହାର ଫୋନ୍ ଆସିଥିଲା? ମୋର ପ୍ରେମିକାର। ସ୍ତ୍ରୀ ଆସିବା ପରେ ଆଉ ରକ୍ଷିତା ସହିତ ସମ୍ପର୍କ ନାହିଁ। କ'ଣ କହିଲୁ? ରକ୍ଷିତା ଠାଏ କିନା ଗାଲରେ ଚଟକଣି ଦେଲା ଏବଂ ବାସର ଘରୁ ବାହାରି ପଳାଇବା ସମୟରେ ସ୍ତ୍ରୀ ତା'ର ଗୋଡ଼କୁ ଧରି ଭିଡ଼ି ରଖିବାରେ ବାମ ଗୋଡ଼ରେ ଗୋଇଠା ମାରି ମଞ୍ଚରୁ ବାହାରି ପଳାଇବା ସମୟରେ ସ୍ତ୍ରୀର ବଡ଼ ଭାଇ ଦ୍ୱୟ ସାନ ନୂଆ ଭିଣୋଇର ଘଞ୍ଚ କଳା କେଶଗୁଚ୍ଛକୁ ଟାଣି ମଞ୍ଚକୁ ନେଇ କହିଲେ, ଆବେ ହାରାମଜାଦା, ଆମେ ଦୁହେଁ ଜାଣିଥିଲୁ ତୁ ଆମ ଭଉଣୀ ସହିତ ଏମିତି ବ୍ୟବହାର ଦେଖାଇବୁ। ଯିଏ ସହସ୍ର ଶଯ୍ୟାର ନାୟକ, ସେ ଗୋଟିଏ ସ୍ତ୍ରୀରେ କ'ଣ ତୃପ୍ତ ରହି ପତ୍ନୀ ସୋହାଗିନୀ ହୋଇପାରିବ? ଭାଇନା, ମୋର ଭୁଲ ହୋଇଗଲା। ମୁଁ ଜାଣିନଥିଲି ଆପଣ ଦୁହେଁ ଦେଖିଦେବେ ବୋଲି। ଆମର ପାଟିତୁଣ୍ଡ ଆପଣ ଦୁହେଁ ବାହାରୁ ଥାଇ ଶୁଣି ଦେଇଛନ୍ତି। ମୁଁ ଆପଣ ଦୁହିଁଙ୍କର ପାଦ ଧରି କହୁଛି, ଏମିତି ଭୁଲ ଭବିଷ୍ୟତରେ କେବେ ହେବ ନାହିଁ। ଯିଏ ଓଦାଖିଆ ବାରବୁଲା ଗାଈ, ସେ ଗୋଟିଏ ଖୁଣ୍ଟରେ ବନ୍ଧା ହୋଇ ରହିପାରିବ ନାହିଁ। ଥାନାକୁ ଚାଲ, ସେଠି ଅଣ୍ଡରଟେକିଂ ଲେଖିବୁ। ନାହିଁ ଭାଇନା, ମୋତେ ଥାନାକୁ ନିଅନ୍ତୁନି। ମୋ ନାଁରେ ସେଠି ବଳାତ୍କାର ମାମଲା ଦରଜ ହୋଇଛି। ଗଲେ ଥାନାବାବୁ ବହେ ପିଟି ଦେଇଯିବ। ତୁମକୁ ମାଡ଼ ହେବା ଦରକାର। ଥାନାର ଦୃଶ୍ୟ ଢିଙ୍କି ଟାଣି ଥାନା ଭିତରେ ଧକ୍କା ଦେଇ ପଶାଗଲା। ପୋଲିସବାବୁ ଦେଖୁ ଦେଖୁ ତା'ର ଚୁଟି ଟାଣି ଦେହରୁ ପଞ୍ଜାବୀ କଢ଼ାଇଲା। ଶଳା ବିରାଡ଼ି ବୈଷ୍ଣବ, ବର ବେଶରେ ପୁଣି ବାହା, ବାସର ସେଜର ନାଗର। ଆପଣ ଦୁହେଁ ଏ ଦୁଷ୍ଟର ଦୁଇ ବଡ଼ ଶଳା ନା? ଏ ମୋର ମୋଷ୍ଟ ୱାଣ୍ଟେଡ୍ ଥିଲା, ହାର୍ଡ କୋଡ୍ କ୍ରିମିନାଲ। କେମିତି ଆପଣଙ୍କର ଭଦ୍ରଲୋକ ଘରର ଜାମାତା ହେଲା? ଆଜି ରିମାଣ୍ଡରେ ରହିବ, କାଲି ଆସି ଶଳାକୁ ମୁକାଳି ନେଇଯିବି। ଦୋଷ କ'ଣ? ଦୋଷ ଖଜୁରୀ ଗଛର କି ଗୁଣ ଗାଇବି ସେ ତ ମୂଳରୁ ପାହାଚ ପାହାଚ। ଆବେ ମାଧିଆ, ଏଟାକୁ ନେ ସେଲରେ ଭର୍ତ୍ତି କର। ଆପଣ ଦୁହେଁ ଯାଆନ୍ତୁ। ଗଲା ପରେ ରାତି ହେବା ପରେ ସେଲରୁ ବାହାର କରାଇ ଦେହରୁ ଚୁଡ଼ିଦାର ଚିପା ପାଇଜାମା ଓହ୍ଲାଗଲା, ଗେଞ୍ଜି କଢ଼ାଗଲା। ପିନ୍ଧିଥାଏ ଇଲାଷ୍ଟିକ ଫିତା ଦିଆ ସ୍ଲାକ୍ସ, କଳା ହାଫପ୍ୟାଣ୍ଟ, ପାଦରେ ଲାଲି ମୋଜା। ମାଡ଼ ରୀତିମତ ଚାଲିବା ସତ୍ତ୍ୱେ ବି ସତ ନ ଓଗାଳିବାରୁ ଗାଣ୍ଡିରେ ପାଦ ଟେକାଇ ରୁଲ ବାଡ଼ି ଗୁଡ଼ାଗଲା। ମରିଚ ଗୁଣ୍ଡ ଲେପନର ଭୟ ଦେଖାନ୍ତେ ସତ ଓଗାଳିଲା। ଲଙ୍କା ରାଗ ଜୀବନ ମନ ଉଭୟକୁ ପୋଡ଼ିଦେଲା।